ଜୟ ଜଗନ୍ନାଥ। ଆଜି ବିଜୟ ଭଲ କଥାଟା ମନେ ରଖ। ଆଜି ଆଲୋଚନା କରିବା କଳି ବଳ ଆଉ କେଇ ଦିନ କେତେ ଦିନ। ବର୍ତ୍ତମାନ ସମୟରେ କଳି ଗୋଟେ ଭୟଙ୍କର ସ୍ତରକୁ ପଳଉଛି ହେଲା। ସର୍ବ ଏବେ ସମସରି ନଥିବ ଜ୍ଞାନ ଯେ କାହାରି। ଏ ପଦଟିର ମାନେ ହଉଛି, ତମେ ଦେଖ, ସର୍ବେ ହୋଇବେ ସମସରି ନଥିବ ଜ୍ଞାନଟି କାହାରି। ଗୋଟେ ଛୋଟ ଛୁଆ ହଉ, ବয়োଜ୍ୟେଷ୍ଠ ବ୍ୟକ୍ତି ହୁଅନ୍ତୁ, ବয়োଜ୍ୟେଷ୍ଠ ବ୍ୟକ୍ତିର ଆଟିଚ୍ୟୁଡ ଯାହା ଗୋଟେ ଛୋଟ ଛୁଆଟାର ମଧ୍ୟ ଆଟିଚ୍ୟୁଡ ସେଇଆ ହେଇଗଲାଣି। ବୁଝିହଉଛି। ବର୍ତ୍ତମାନ ଧୀରେ ଧୀରେ ହଜାରକେ 75% ଲୋକଙ୍କର ବିବେକ ଶୂନ୍ୟ ହେଇଗଲେ। ଜଣେ ଛଟପଟ ହଉଛି, ଆଉ ଜଣେ ଆହା କରିବାକୁ କେହି ଯାଉନାହାନ୍ତି, ଦେଖି ଦୂରେଇକି ପଳଉଛନ୍ତି। ଜଣେ ଖାଇବାକୁ ପାଉନାହିଁ, ଜଣେ 10 ତାଲା ଅଟଳିକା ତିଆରି କରୁଛି। ଏଇ ତ ସମାଜ। କାହିଁକି? ଆତ୍ମଜ୍ଞାନର ଅଭାବ। କଳି ଏମିତି ପ୍ରବେଶ କରିଯାଇଛି, ମନୁଷ୍ୟ ବର୍ତ୍ତମାନ ସ୍ୱାର୍ଥରେ ସମସ୍ତ ପରିପୂର୍ଣ୍ଣ। ସ୍ୱାର୍ଥ ପାଇଁ ବାପକୁ ପୁଅ ମଧ୍ୟ ହାଣି ଦଉଛି, ସ୍ୱାର୍ଥ ପାଇଁ ସ୍ତ୍ରୀ ସ୍ୱାମୀକି ମାରି ଦଉଛି ନା ନାଇଁ? ମାନେ ସ୍ୱାର୍ଥରେ ସବୁ ପ୍ରାଣୀ କଣ ଆତ୍ମଘାତ। 75% ବ୍ୟକ୍ତି ବିଶେଷ ସ୍ୱାର୍ଥବାଦୀ। ଯୋଉଠି ସ୍ୱାର୍ଥ ନଥିବ ସେଠିକି ଯାଆନ୍ତି ନାହିଁ। ବୁଝିହଉଛି। ତେଣୁ ପ୍ରଭୁଙ୍କୁ ପାଇବାକୁ ହେଲେ ପ୍ରଥମେ ନିଷ୍କାମବାଦୀ ହେବା ଦରକାର। ଯିଏ ନିଷ୍କାମବାଦୀ ନ ହେଇଥିବ, ସେ 7 ଜନ୍ମ ତପସ୍ୟା କଲେ ପ୍ରଭୁର ବାହାକୁ ପାଇବା ଭାରି କଷ୍ଟ। ପ୍ରଭୁ ତ ପ୍ରଭୁ, ତା ବାପାକୁ ପାଇବା ଭାରି କଷ୍ଟ। ସେ ପୁରା ଜ୍ଞାନ ପଢିଲେ ତାର କିଛି ମହତ୍ଵ ନାହିଁ। ଅନୁଭବ କର, ଅନୁତାପ କର, ଅନୁଚିନ୍ତନ କର, ଅନୁଭବ କର। କହେ ଅଭିରାମ ବାଇ, ଅନୁଭବ ଗୋଟି ସତ୍ୟମୟ। ଅନୁଭବ କରି ତମେ ଯାହା ପାଇବ ତାହା ହିଁ ତମ ପାଇଁ ସତ୍ୟ। ଜଗନ୍ନାଥ କଣ? ଆମେ ସମସ୍ତେ ଜାଣିଛେ କଣ? ଅରୂପ ବ୍ରହ୍ମ ସ୍ୱରୂପ, ରୂପ ଥାଇ ରୂପ ନାହିଁ, ଦାରୁ ବ୍ରହ୍ମ ବିଗ୍ରହ ନା। ପ୍ରକୃତରେ ଜଗନ୍ନାଥ କଣ, ତାକୁ ଚିନ୍ତା କର, ଅନୁଭବ କର। ଯଦି ଦାରୁ ବ୍ରହ୍ମ ବିଗ୍ରହ, କାଞ୍ଚି ଅଭିଯାନ ବେଳେ ସେ 2 ଭାଇ ଯୁଦ୍ଧ କରିବାକୁ କେମିତି ଗଲେ? ହଁ କି ନାଇଁ? ମାଣିକ କୋଉଠି ତାକୁ ଆଖିରେ ଦେଖିଲା। ସାଧାରଣ ଟିକେ ନା କଥା କହୁଛୁ, ସେ ତ ସ୍ୱପ୍ନ ଦେଖି ନାହିଁ, ସ୍ଥୂଳ ଭାବରେ ଦେଖିଲା। ଜଗନ୍ନାଥ କିଏ? ଦାରୁ ଭିତରେ ବ୍ରହ୍ମ ଲୁଚି ରହିଛି, ଏଣୁ ଜଗନ୍ନାଥ ନାମ ବହିଛି। ଏ ଜଗତର ସ୍ରଷ୍ଟା, ତା ନାଁ ହଉଛି ବ୍ରହ୍ମ। ସେ ଦାରୁ ଭିତରେ ଲୁଚିକି ରହିଛି। ବୁଝି ହଉଛି। ସେ ଯୋଉ ଦାରୁ ଭିତରେ ବ୍ରହ୍ମଟା ଲୁଚି ରହିଛି, ସେଟା କଣ? ତାକୁ ଅନୁଭବ କର। ଖାଲି କହିଲେ ବୋଲିଲେ କଣ ହବ?
କହିବା ବୋଲିଆ ଜ୍ଞାନ ନୁହଁ କି ଆଖି ତରାଟିଆ ଧ୍ୟାନ ନୁହଁ। ତେଣୁ ନିଷ୍କାମବାଦୀ ନହେଲେ ତମେ ପ୍ରଭୁଙ୍କୁ ପାଇପାରିବ ନାହିଁ। ଏଥି ନେଇକି ଠାକୁର ଅଭିନ୍ନ ସୁନ୍ଦର କହନ୍ତି, କହିଲିଲୋ ନିଷ୍କାମ ହୋଇବ ଯେବେ ତୁମ୍ଭେ, ନାରାୟଣକୁ ଏ ଘଟ ସମର୍ପିବେ ଗେଲ କୋଇଲି। ମାନେ ମନ ରୂପକ କୋଇଲି କହୁଛନ୍ତି, ଏ କୋଇଲି ତମେ ଯେବେ ନିଷ୍କାମୀ ହବ, ନାରାୟଣକୁ ଏ ଘଟ ସମର୍ପ ଦେବେ ଲୋ, ଆଗ ତମେ ଏ ଶରୀରଟାକୁ ପ୍ରଭୁ ପାଖ ଅର୍ପଣ କରିଦିଅ। ମୀରାବାଇ ପ୍ରଭୁ ପାଖ ଅର୍ପଣ କରିଦେଲେ, ସନ୍ଥ ତୁଳସୀ ଦାସ ପ୍ରଭୁ ପାଖ ଅର୍ପଣ କରିଦେଲେ, ଉତ୍କଳୀୟ ପଞ୍ଚସଖା ପ୍ରଭୁ ପାଖ ଅର୍ପଣ କରିଦେଲେ, ଆତ୍ମସମର୍ପଣ ଭାବ ହେଇଗଲେ। ସେଇ ଭାବଟାକୁ ତମେ ବଜାଇ ରଖ। କୋଇଲି ନିଷ୍କାମୀ ହୋଇବ ଯେବେ ତୁମ୍ଭେ, ନାରାୟଣକୁ ଏ ଘଟ ସମର୍ପ ଦେବେ ଲୋ କୋଇଲି। କୋଇଲି ତମକ ବାଜିବ ସତ୍ୟ ବାଜା, ତମକ ବାଜିବ। ତମକ ମାନେ କଣ? ନିଶ୍ଚୟ। ସତ୍ୟ ବାଜା, ବାଜା କଣ ଢୋଲ? ମାନେ ଧ୍ୱଜା, ନିଶ୍ଚୟ ସତ୍ୟର ଧ୍ୱଜା ଉଡିବ। ଏ କୋଇଲି କେବେ ଜାଣିଛୁ ନା 3-9-4-0 କଳି ବଳି ଭୋଜାଲ କୋଇଲି। କୋଇଲି ଠାରି ଦେଲେ ଭକତ ମାନେ ତହୁ ଜାଣିବେ। 39-40 ଏ ଘଟଣା ହବ କୋଇଲି, ତତେ ମୁଁ ବାରମ୍ବାର କହୁଛି। ଠିକେ କହେ ଅଭିରାମ ବାଜିରେ ବସିବେ ଲୋ କୋଇଲି। ଠିକେ କହେ, ମୁଁ ସତ କଥାଟା କହୁଛି। ଦିନେ ପ୍ରଭୁ କଣ ହେବେ? ବାଜିରେ ବସିବେ। ମାନେ କଣ ହେବେ? ରଜା ହେବେ। ବୁଝିପାରୁଛି? ଏଇ 39-40 ଅଙ୍କ ଉପରେ ହରିବନ୍ଧୁଙ୍କ ରଚନାବଳୀରେ ଶିଶୁ ଅନନ୍ତ ମଧ୍ୟ କହିଛନ୍ତି। ସିଏ କଣ କହୁଛନ୍ତି? ଟାଣ ଗୋଟି ନ ରହିବ ସଂସାରେ କାହାର, ଟାହିଣ ପଡିବେ ନିଶ୍ଚୟ ଏ କ୍ଷତି ମଧ୍ୟର, 39କୁ ସର୍ବେ ଟାକି ରହିଥିବ, ନୟନରେ ଦେଖିବ ନିଶ୍ଚୟ ଏ ବଚନ ଧ୍ରୁବ। ହେଲା, ସଂସାରରେ ଟାଣ ବୋଲି କାହାର ଗୋଟିଏ ରହିବ ନାହିଁ, ଗର୍ବ ବୋଲି ଗୋଟିଏ କାହାର ରହିବ ନାହିଁ। ଭଗବାନ କାହା ଗର୍ଭକୁ ରଖି ନାହାନ୍ତି ନା ରଖିବେ ନାହିଁ। ସେଥିପାଇଁ କହନ୍ତି ଗର୍ବ ଗଞ୍ଜନ ନର ହରି ଗୋବିନ୍ଦ, ଗର୍ବ ନ ରଖନ୍ତି କାହାରି ଗୋବିନ୍ଦ। ପ୍ରଭୁ ସଂସାରରେ କାହାର ଗର୍ବ ରଖି ନାହାନ୍ତି ନା ରଖିବେ ନାହିଁ। ମୁଁ ବଡା ସରିଗଲା ତ, 12 ବର୍ଷ ତକ ସ୍ୱର୍ଗଗୁଡାରେ ପଳେଇଲା। ଟାଣି ନ ପଡିବେ ନିଶ୍ଚୟ ଏ କ୍ଷିତି ମଧ୍ୟର, ଦିନେ ଏ କ୍ଷିତିରେ ସମସ୍ତଙ୍କ ଗର୍ବ ଗର୍ବ ହବ। କେବେ ନା 39କୁ ସର୍ବେ ଟାକି ରହିଥିବ। ଯୋଉ ଠାକୁର ଭିନ୍ନ ସୁନ୍ଦର କହିଲେ 3-9-40 ମାନେ 39-40 ଆଉ ଇଏ ଖୋଲି କହିଲେ କଣ 39। ନୟନ ଦେଖିବ ନିଶ୍ଚୟ ଏ ବଚନ ଧ୍ରୁବ। ହେ ବାରଙ୍ଗ, ଶିଶୁ ଅନନ୍ତ କହୁଛନ୍ତି, ଏ ବଚନ କେବେ ଅନ୍ୟଥା ହବ ନାହିଁ, ଆଖିରେ ଦେଖିବ। ସେଥିପାଇଁ କହନ୍ତି ଅଭିରାମ ପରମହଂସ ବେଳ ତ ନିକଟ ହେଲାଣି ଅଭିରାମ ବାଇକୁ, ତା ଫଳଟା କହୁନି। ତାକୁ ଅଭିନବ ସୁନ୍ଦର ଅଭିରାମ ପରମହଂସ ସ୍ୱତନ୍ତ୍ର ନିର୍ଘଣ୍ଟ ଗୋଟା କରିଛନ୍ତି। ଏଇ ସମୟରେ କଳିର ବଳି କଣ ହେଇଯିବ? ଭାଙ୍ଗିଯିବ। 3-9-40 39-40 ଇଏ କୋଉ ଅଙ୍କ ପୂର୍ବ ଏପିସୋଡରେ କହିବି। ଜୟ ଜଗନ୍ନାଥ।
से प्रभु सदिच्छा पूर्ण हो। बोल आनंद कवा।